ମହାସମାରୋହରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ। ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସାରା ଭାରତବର୍ଷରେ ଏହା ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୂଳ ବାପୁଜୀ ସେବା ସଂଘ ଆନୁକୂଲ୍ୟରେ ଜାତୀୟ ପିତା ଅହିଂସା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀ ଓ ଶାନ୍ତିର ପ୍ରତୀକ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ମଦନ ମୋହନ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଶରଣକୂଳ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା, ସମ୍ମାନିତ ଅତିଥି ଭାବରେ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ, ଶିକ୍ଷାବିତ୍ ପଣ୍ଡିତ କିଶୋର ଚନ୍ଦ୍ର କର, ସମାଜସେବୀ ପବିତ୍ର ଇନ୍ଦ୍ରଜିତ, କୃଷ୍ଣଚନ୍ଦ୍ର ମହାପାତ୍ର, ସନ୍ତୋଷ ରଥ, ଋଷିଆ ପ୍ରଧାନ ଓ ଶରଣକୂଳ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଶିକ୍ଷାବିତ୍ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ, ଭାବଧାରା ଓ ଦେଶ ସ୍ୱାଧୀନତାରେ ଦେଶପ୍ରେମ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ଏହି ସମୟରେ ଉପସ୍ଥିତ ଥିବା ସମସ୍ତଙ୍କୁ ଶରଣକୂଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ ସ୍ୱଚ୍ଛତା ଓ ପରିମଳ ଉପରେ ଗାନ୍ଧୀଜୀଙ୍କ ଜନ୍ମ ଜୟନ୍ତୀରେ ଶପଥ ପାଠ କରାଇଥିଲେ। ସର୍ବଶେଷରେ ଶିକ୍ଷାବିତ୍ ତଥା କବି ଦୀନବନ୍ଧୁ କବିତାର ବିଭିନ୍ନ ଉଦାହରଣ ପ୍ରଦାନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।